ରୁବି କହିବେ, ପଲ୍ଲବୀ ତ କିଛି ଅଲଗା କରିଦେଇଛି। ସିଏ ଘରେ ଏଠି ରହୁଛି ସିନା, କିନ୍ତୁ ଅଲଗା ରୋଷେଇ କରି ଖାଉଛି। ତାପରେ ଦାଦିମା ପଲ୍ଲବୀକୁ କହିବେ, ଇଏ ମୁଁ କ'ଣ ଶୁଣୁଛି? ଏସବୁ କଥା କ'ଣ ସତ? ତାପରେ ପଲ୍ଲବୀ କହିବେ, ଏକ୍ଚୁଆଲି ଦାଦିମା, ମୁଁ ଏମିତି କହୁଥିଲା ବେଳେ ପଲ୍ଲବୀ ଦାଦିମା କହିବେ, କ'ଣ ମୁଁ ମାନେ ଗୋଟେ ଘରେ ରହି ତୁ ଅଲଗା ରୋଷେଇ କରି ଖାଉଛୁ? ତାପରେ ରୁବି ଦାଦିମାକୁ କହିବେ, ଏକା ସିଏ ନୁହେଁ ପିଇସୀମା, ସିଏ ଆଉ ତା ସ୍ୱାମୀ 2 ଜଣ ଯାକ ଅଲଗା ରୋଷେଇ କରିକି ଖାଉଛନ୍ତି। ତାପରେ ଦାଦିମା କହିବେ, ହେ ଭଗବାନ ପଲ୍ଲବୀ, ମୁଁ ତୋତେ କ'ଣ ଭାବିଥିଲି, ଆଉ ତୁ କ'ଣ ହେଇକି ବାହାରିଗଲୁ? ବୋହୂ ଘର ଯୋଡ଼େ। ତୁ ଏ ଘରକୁ ଆସିଲା ପରେ ସ୍ୱାମୀଙ୍କୁ ଧରି ଘର ଲୋକଙ୍କଠୁ ଦୂରେଇ ଦେଲୁ। ଏଲୋ ପଲ୍ଲବୀ, ଶେଷରେ ତୁ ରୋଷେଇ ଘର ଅଲଗା କରିଦେଲୁ। ତାପରେ ଆଦର୍ଶ ଆସି କହିବେ, ପଲ୍ଲବୀ କିଚେନ୍ ଅଲଗା କରିନାହାନ୍ତି ଦାଦିମା, ତାଙ୍କୁ କିଚେନ୍କୁ ଯିବା ପାଇଁ ମା ମନା କରିଦେଇଛନ୍ତି। ଆଉ ସେଇଥିପାଇଁ ବାଧ୍ୟ ହୋଇ ମୁଁ ତାଙ୍କ ପାଇଁ ଆଉ ଗୋଟେ କିଚେନ୍ ବନେଇ ଦେଇଛି। ତାପରେ ରୁବି ମାୟାକୁ କହିବେ, ଦେଖୁଛୁ ତ ମାୟା, ମୁଁ ତତେ ବଞ୍ଚେଇବା ପାଇଁ ଚେଷ୍ଟା କଲେ ବି ତୋ ନିଜ ପୁଅ ତତେ ଧରା ପକଉଛି। ତାପରେ ଦାଦିମା କହିବେ, ତାହେଲେ ତୋ ସ୍ତ୍ରୀ ମୋତେ ସେ କଥା କହିଲାନି କାହିଁକି? ତାପରେ ଆଦର୍ଶ କହିବେ, କାରଣ ସେ ଚାହାନ୍ତିନି ଆପଣ ମାଙ୍କ ଉପରେ ରାଗନ୍ତୁ। ତାପରେ ଦାଦିମା ମାୟାକୁ କହିବେ, ମାୟା, କ'ଣ ଏ କଥା ସତ? କିଛି କହୁନୁ କାହିଁକି? ତାପରେ ମାୟା କହିବେ, ହଁ, ଏ କଥା ସତ, ଆଉ ଏଥିରେ କୌଣସି ପରିବର୍ତ୍ତନ ହେବନି। ଏ ପିଲା ପାଇଁ ମୋ ଆଦର୍ଶକୁ ଯୋଉ କଷ୍ଟ ସହିବାକୁ ପଡ଼ୁଛି, ଖାସ୍ ସେଇଥିପାଇଁ ମୁଁ ଆକୁ ଏ ସଜା ଦେଇଛି। ଆପଣ ବଡ଼, ମୋ ଶ୍ୱଶୁରଙ୍କର ବଡ଼ ଭଉଣୀ ଆପଣ। ମୋ ଶାଶୁମା ଆପଣଙ୍କୁ ବହୁତ ସମ୍ମାନ ଦଉଥିଲେ। ସେଇଥିପାଇଁ ମୁଁ ଆପଣଙ୍କୁ ସମ୍ମାନ ଦଉଛି। କିନ୍ତୁ ଗୋଟେ କଥା ମନେ ରଖନ୍ତୁ, ଏଇ ଘର ହେଉଛି ମୋର, ଆଉ ମୋ ଘରକୁ କେମିତି ଚଳିବାକୁ ହବ ସେ କଥା ମୋତେ ଭଲ ଭାବରେ ଜଣାଅଛି। ସେଇଥିପାଇଁ ମୁଁ ରୁବି ଦିଦିଙ୍କୁ ଯୋଉ କଥା କହିଛି, ଆପଣଙ୍କୁ ବି ଠିକ୍ ସେଇ କଥା କହୁଛି। ଆପଣ ଏ ଘରକୁ ଅତିଥି ହେଇ ଆସିଛନ୍ତି, ଆଉ ଅତିଥି ହେଇକି ରୁହନ୍ତୁ। ଘରର ମାଲିକାଣୀ ହେଇକି ମୋ ଘରେ ହୁକୁମ ଚଲେଇବା ପାଇଁ ଚେଷ୍ଟା କରନ୍ତୁନି। ତାପରେ ରିମଝିମ୍ ଆସି ରୁବିକୁ କହିବେ, ଏବେ ଏ ବୁଢ଼ୀ ବୁଝିବ ଏ ଘରେ ତାର ଅସଲ ଔକାତ କ'ଣ। ତାପରେ ରୁବି କହିବେ, ତୁ ଠିକ୍ କହୁଛୁ ରିମଝିମ୍, ବହୁତ ଫଡ଼ଫଡ଼ ହଉଥିଲା ଏ ଘରେ, ଏବେ ଏ ବୁଢ଼ୀ ଠିକ୍ ବାଟକୁ ଆସିଯିବ। ତାପରେ ରିମଝିମ୍ କହିବେ, ମୋତେ ତ ଏ ବୁଢ଼ୀର ମୁହଁ ଦେଖିକି ବହୁତ ମଜା ଲାଗୁଛି ରୁବି ଆଣ୍ଟି, ବହୁତ ହୁକୁମ ଚଲେଇଥିଲା ନା ଏ ବୁଢ଼ୀ, ଏବେ ଦେଖନ୍ତୁ ଆ ପାଟିରୁ ପଦେ ବି କଥା ବାହାରୁନି। ତାପରେ ଦାଦିମା ମାୟାଙ୍କୁ କହିବେ, ବାହାରିବ, ତୋ ସାମ୍ନାରେ ମୋ ପାଟିରୁ କଥା ବାହାରିବ, ଆଉ ମୁଁ ଏଇଠି ମୋର ହୁକୁମ ବି ଚଲେଇବି। ମୁଁ ଏ ଘରର ଝିଅ, ଆଉ ତୁ ମୋତେ ଖାଇବା ଚୋରଣୀ ତୋ ଭଉଣୀ ସହିତ ତୁଳନା କରୁଛୁ? ମାୟା, ତୋ ଉପରେ କି ଏ ଘର ଉପରେ କୌଣସି ହୁକୁମ ଚଲେଇବା ପାଇଁ ସଉକ ମୋର ନାହିଁ, କିନ୍ତୁ ମୁଁ ଦେଖୁଛି ତୋର ଏଇ ଖାଇବା ଚୋରଣୀ ଭଉଣୀ ତୋର ମୁଣ୍ଡ ପୁରା ଖାଇସାରିଲାଣି। ସନ୍ଧ୍ୟାବେଳେ ଠାକୁର ଘରେ ଦୀପ ଜଳୁ, ଆଉ ଏ ଘରର ବୋହୂକୁ ରୋଷେଇ ଘରକୁ ତୁ ଆସିବାକୁ ମନା କରୁଛୁ। ତୁ ବହୁତ ବଦଳି ସାରିଲୁଣି ମାୟା, ତୁ ବହୁତ ବଦଳି ସାରିଲୁଣି। ଆଉ ସେଇଥିପାଇଁ ମୋତେ ଏ ଘରେ ହୁକୁମ ଚଲେଇବାକୁ ପଡ଼ୁଛି, ଆଉ ମୁଁ ଚଲେଇବି ମଧ୍ୟ। ତାପରେ ପଲ୍ଲବୀ ଦାଦିମାଙ୍କୁ କହିବେ, ଦାଦିମା ପ୍ଲିଜ୍ ଆପଣ ଟିକେ ଶାନ୍ତ ହୁଅନ୍ତୁ। ମାମା ବହୁତ ଭଲ, ପ୍ଲିଜ୍ ଆପଣ ତାଙ୍କ ଉପରେ ରାଗନ୍ତୁନି। ତାପରେ ଦାଦିମା କହିବେ, ପଲ୍ଲବୀ, ମୁଁ ମାୟା ଉପରେ ରାଗୁନି, ମୁଁ ତାକୁ ଠିକ୍ ବାଟକୁ ଆଣିବାକୁ ଚେଷ୍ଟା କରୁଛି। ଆଜି ଯଦି ତା ଶାଶୁ ବଞ୍ଚିଥାନ୍ତେ, ତାହେଲେ ସେ କ'ଣ ଏଇଆ କରିଥାନ୍ତେ? କହ ତୁ ମୋତେ। ତାପରେ ପଲ୍ଲବୀ ଆଦର୍ଶକୁ ଯାଇ କହିବେ, ଆଦର୍ଶ, କ'ଣ ଦରକାର ଥିଲା ତମେ ଦାଦିମାଙ୍କୁ ଏସବୁ କଥା କହୁଥିଲ? ଟିକେ ଚୁପ୍ ହେଇକି ରହିଯାଇଥିଲେ କ'ଣ ହେଇନଥାନ୍ତା? ମୁଁ ବି ତ ଚୁପ୍ ରହିଲି ନା। ଦେଖ, ତମେ କହିବା ଯୋଗୁଁ ଦାଦିମାଙ୍କୁ କଷ୍ଟ ଲାଗିଲା, ଆଉ ଏବେ ମାମାଙ୍କୁ ଗାଲି ଶୁଣିବାକୁ ପଡ଼ୁଛି। ଏମିତି କହି ପଲ୍ଲବୀ ଦାଦିମାଙ୍କୁ କହିବେ, ଦାଦିମା ପ୍ଲିଜ୍, ଆପଣ ମୋ ଯୋଗୁଁ ମାମାଙ୍କୁ କିଛି ବି କହନ୍ତୁନି। ମାମା ବହୁତ ଭଲ। ଦାଦିମା, ମହାପାତ୍ର ଖାନଦାନର ସବୁଠୁ ବଡ଼ ଆଦର୍ଶବାଦୀ ବୋହୂ ହେଉଛନ୍ତି ସିଏ। ସିଏ ହିଁ ତ ଏତେ ବର୍ଷ ଧରି ଏ ଘରକୁ
ଏତେ ସୁନ୍ଦର ଭାବରେ ସମ୍ଭାଳି ଆସିଛନ୍ତି।